ମାଲିକେ ପାର୍ଟ 2କୁ ସ୍ୱାଗତ କରୁଛି। ପାର୍ଟ 1ରେ ତ ଦେଖିଦେଲେ ଦିନରେ ଭ୍ୟୁ, ଏବେ ଦେଖନ୍ତୁ ନାଇଟ୍ ଭ୍ୟୁ ହେଇଗଲାଣି। ଏବେ ନାଇଟ୍ରେ ଏବେ ଦେଖିବା, ଏବେ ନାଇଟ୍ ଭ୍ୟୁଟା ବି କେମିତି ଦେଖାଯାଉଛି କେମିତି ନାହିଁ। ଏପଟେ ଦେଖନ୍ତୁ ବିଷ୍ଣୁଙ୍କର ବି ଦୁଇଟା ମୂର୍ତ୍ତି ଏବେ ଫାଷ୍ଟ ଗେଟ୍ରେ ଏଣ୍ଟ୍ରିର, କାହିଁକିନା ଦୁଇ ପାଖ ଏପଟ ସାଇଡ଼୍ ସେପଟ ସାଇଡ଼୍ ଅଛି ଦୁଇ ପାଖ। ଯେଉଁମାନେ ବି ଫାଷ୍ଟ ଟାଇମ୍ ପାଇଁ ଆସୁଛନ୍ତି ନିଶ୍ଚିନ୍ତ ଡେଭଲପ୍ କରିବି ଯେ, ଆଉ ଭିଡ଼ିଓକୁ ଫାଷ୍ଟ ଲାଷ୍ଟ ସାଙ୍ଗେ ଦେଖନ୍ତୁ। ପିକୁନ ଏକ୍ସପ୍ରେସ୍ ଚ୍ୟାନେଲ୍ ଆପଣମାନେ କେମିତି ଲାଗୁଛି କେମିତି ନ ଲାଗୁଛି ନିଶ୍ଚିନ୍ତ ଯିବା ପୂର୍ବରୁ ନିଶ୍ଚିନ୍ତ ଫାଷ୍ଟ ଗୋଟେ କମେଣ୍ଟ କରିକି ବେଲ୍ ଆଇକନ୍ଟା ଟଚ୍ କରିଦେଇକି ଯିବେ, ସବସ୍କ୍ରାଇବ୍ କରିଦେଇକି ଯିବେ ନିଶ୍ଚିନ୍ତ। ଦେଖନ୍ତୁ ପୁରା ଡିଟୋ ରାମେଶ୍ୱରମରେ ଏଇ ଫ୍ୟାସିଲିଟି ବି ନଥିବ, ହେଲେ ଏଠି ଯେଉଁ ଫ୍ୟାସିଲିଟି ଅଛି ଯେଉଁ ସୁନ୍ଦର ଲାଗୁଛି। ରାମାୟଣର ସବୁ ଜିନିଷ ବର୍ଣ୍ଣନା କରାଯାଇଛି ଏଠି, କୌଣସି ଜିନିଷ ବର୍ଣ୍ଣନା କରାଯାଏନି ମାନେ ନାହିଁ। ସବୁ ଜିନିଷ ଦେଖନ୍ତୁ, ରାମ କେମିତି ବନବାସ ଟାଇମ୍ରେ ରାମ ଲକ୍ଷ୍ମଣ ସୀତା କେମିତି ଯାଇଥିଲେ ବନବାସ ଯାଇଥିଲେ, କ'ଣ ହେଇଥିଲା କ'ଣ ନ ହେଇଥିଲା, ଆଉ ବନବାସ ଟାଇମ୍ରେ ହନୁମାନ କ'ଣ ଆଣିଥିଲେ କ'ଣ ନ ଆଣିଥିଲେ, କେଉଁ ପର୍ବତକୁ ନେଇକି ଆସିଥିଲେ ନ ହେଇଥିଲେ, ସବୁ ବର୍ଣ୍ଣନା କରାଯାଇଛି, ସବୁ ଲେଖାଯାଇଛି ବହୁତ। ଦେଖନ୍ତୁ ଏପଟେ ଯେତେବେଳେ ଅଯୋଧ୍ୟା ଯେତେବେଳେ ଛାଡ଼ିକି ଯାଉଥିଲେ ଯେତେବେଳେ ବନବାସ ଟାଇମ୍ରେ ଦେଖନ୍ତୁ ସେଗୁଡ଼ା ସବୁ ବହୁତ ସବୁ ଇଏ ହେଇଛି। ଏପଟେ କେତେ ଲୋକ ମାନେ ନାଇଟ୍ ଶୋରେ ବହୁତ ଲୋକ ଥିଲେ ସବୁ, ଏତେ ଭିଡ଼ ତ ବନେଇ ହେବନି। ଦେଖନ୍ତୁ କେମିତି କଥା ହେଇଛି ଟିକେ ଦେଖନ୍ତୁ, ଦେଖି ନିଶ୍ଚିନ୍ତ ଦେଖନ୍ତୁ କେଉଁ ଟାଇପ୍ର ହେଇଛି ଭିଡ଼ିଓ, ବହୁତ ସୁନ୍ଦର ହେଇଛି। ଆଉ ଏପଟ ସାଇଡ଼୍ ତ ବୁଲା ସରିଗଲା, ଆଉ ଗୋଟେ ସାଇଡ଼୍ ଅଛନ୍ତି ଜଲ୍ଦି ଦେଖିବ। ଏପଟ ସାଇଡ଼୍ ଦେଖନ୍ତୁ ଏଇଟା ହେବ ରାମଙ୍କ ଆମର ହନୁମାନଙ୍କ ମୂର୍ତ୍ତି ଅଛି ନା, ନାଇଟ୍ ଶୋଟା ହେଇନି। ନାଇଟ୍ ଶୋ ହେଲା ବେଳକୁ 6:30 ହେଇଯିବ। ତାହେଲେ ଦେଖନ୍ତୁ ଲୋକ ବି କେହି ବି ନାହାନ୍ତି, ଏଇନା କି ସିଟ୍ ପଡ଼ିଛି ଲୋକ ବସିବା ପାଇଁ, କାହିଁକିନା ଡବଲ୍ ଶୋ ହେଉଛି, ଫାର୍ଷ୍ଟ ଶୋ ହେବ ସେକେଣ୍ଡ ଶୋ ହେବ। ଆମେ ଫାର୍ଷ୍ଟ ଶୋଟା ଦେଖିବା, ଦେଖିକି ପୁଣି ରୁମ୍କୁ ଯିବାର ଅଛି। ଏପଟେ ଫାଷ୍ଟ ଗୋଟେ ଗଲା ରୁମ୍, ଏପଟେ ସେକେଣ୍ଡ ରୁମ୍ ସେଟା ହେଉଛି ସେପଟ ରୁମ୍ଟା ଥିଲା। ରାମ ଯେତେବେଳେ ବନବାସ ଯାଇ ନଯିବା ପୂର୍ବରୁ କ'ଣ କ'ଣ ହେଇଥିଲା ଜଣାଯାଇଥିଲା। ଏପଟେ ଦେଖନ୍ତୁ ବନବାସ ଟାଇମ୍ରେ କ'ଣ କ'ଣ ହେଇଥିଲା କ'ଣ ନ ହେଇଥିଲା, ଏଇଟା ସବୁ ଏଇଟା ସବୁ ବନବାସ ଟାଇମ୍ରେ ସବୁ ଜଣାପଡ଼ୁଛି। ଦେଖନ୍ତୁ ଫାଷ୍ଟ ଲାଷ୍ଟ ଯାଏଁ ଭିଡ଼ିଓଟା ଦେଖନ୍ତୁ, ବିଲକୁଲ ଭିଡ଼ିଓଟାକୁ ନ କାଟିକି ଫାଷ୍ଟ ଲାଷ୍ଟ ଯାଏଁ ଦେଖନ୍ତୁ, ଭଲ ଲାଗିବ ନିଶ୍ଚିତ ଦେଖିବା ପାଇଁ। ଆଉ ପୁରା ସବୁ ତାଙ୍କ ବୁଲା ସରିଗଲା। ଏଥର ଦେଖନ୍ତୁ ଏବେ ଲାଷ୍ଟ ଭିଡ଼ିଓଟା ଦେଖନ୍ତୁ, ଯେତେବେଳେ ରାମେଶ୍ୱରମରେ ଯେତେବେଳେ ପୂଜା କରିକି ଯାଇଥିଲେ ସେଇଟା ଦେଖନ୍ତୁ। ଏପଟେ ଗୋମାତାଙ୍କ ପାଇଁ, କେବଳ ଗୋମାତା ପାଇଁ କେତେ ସୁନ୍ଦର ସେ କରାଯାଇଛି, ଘର କରାଯାଇଛି। ଗୋମାତା ପାଇଁ ରହିବା ପାଇଁ ବହୁତ ସୁନ୍ଦର ସୁନ୍ଦର ହେଇଛନ୍ତି ଗୋମାତା, ସେମିତି ଦେଖିବା ପାଇଁ ଭଲ ଲାଗୁଛି। ଏପଟେ ନାଇଟ୍ ଭ୍ୟୁଟା ଦେଖନ୍ତୁ କେତେ ସୁନ୍ଦର ଦେଖନ୍ତୁ, କେମିତି ଲାଇଟ୍ କେମିତି ଜଳୁଛି। ଯେଉଁମାନେ ଫାଷ୍ଟ ଟାଇମ୍ ପାଇଁ ଆସୁଛନ୍ତି ନିଶ୍ଚିନ୍ତ କରିବି ଯେ କହିବା ପାଇଁ ଚାହୁଁଛି ଯେ ମୋବାଇଲ୍ ଗୋଟେ ଭଲ ମୋବାଇଲ୍ ନିଅନ୍ତୁ, ଭଲ ଭଲ ଫଟୋ ଉଠାନ୍ତୁ। କାହିଁକିନା ଯେଉଁମାନେ କପଲ୍ମାନଙ୍କ ପାଇଁ ଖାସ୍ କରିକି ଜାଗାଟା କିନ୍ତୁ ଭଲ ଅଛି, ଫ୍ୟାମିଲି ପାଇଁ ଭଲ ଅଛି। ଯେଉଁମାନେ ଫଟୋ ସୁଟ୍ କରିବା ପାଇଁ ଯାଉଛନ୍ତି, ୟୁଟ୍ୟୁବ୍ ବନେଇବା ପାଇଁ ଯାଉଛନ୍ତି, ଚ୍ୟାନେଲ୍ ଫ୍ୟାନେଲ୍ କିଛି ଭଲ କିଛି, ଏବେ ଡ୍ରୋନ୍ ଫୋନ୍ ନେଇଯାଆନ୍ତୁ, ଭଲ ସବୁ ଭଲ ଅଛି। ଟିକେଟ୍ ପ୍ରାଇସ୍ ମାତ୍ର ହେଉଛି 60 ଟଙ୍କା ଲେଖା ହେଉଛି, ଭଲ ପ୍ରାଇସ୍ ବି ଅଛି। ଆରାମସେ 3-4 ଘଣ୍ଟା ଲେଖା ବୁଲନ୍ତୁ। ତା ଭିତରେ କିଛି ଦେଖିବା ପାଇଁ ବହୁତ ଜିନିଷ ଅଛି, ଶିଖିବା ପାଇଁ ବି ବହୁତ ଜିନିଷ ଅଛି। ଦେଖନ୍ତୁ ଏବେ ନାଇଟ୍ ଶୋ ତ ବି ସରିଗଲାଣି, ଏବେ ପଳେଇ ଆସିଲୁ। ଏବେ ନାଇଟ୍ ଶୋ ବି ଷ୍ଟାର୍ଟ ହେଲା ଦେଖନ୍ତୁ। ଆଉ ନାଇଟ୍ ଶୋ ଭିଡ଼ିଓଟା ଆସିବାର ଅଛି
ଥାର୍ଡ଼ ଭିଡ଼ିଓ ପାର୍ଟ 3ରେ ଆସିବାର ଅଛି। ଦେଖନ୍ତୁ ପୁରା ନାଇଟ୍ ଶୋ ଭିଡ଼ିଓଟା ନିଶ୍ଚିନ୍ତ ଆସିଲେ ନିଶ୍ଚିନ୍ତ ମୁଁ ସେୟାର କରିଦେବି। ନିଶ୍ଚିନ୍ତ କମେଣ୍ଟ କରନ୍ତୁ ଆପଣ ଏତି ନାଇଟ୍ ଶୋ ଭିଡ଼ିଓଟା ଦରକାର ଅଛି, କାହିଁକିନା ନାଇଟ୍ ଶୋର ଭିଡ଼ିଓ ଫୁଲ୍ ଭିଡ଼ିଓଟା ଛାଡ଼ିନି, ସର୍ଟକଟ୍ ଭିଡ଼ିଓଟା ଛାଡ଼ିଛି। ନାଇଟ୍ ଶୋ ବି ସରିଗଲା, ଆଳତି ବି ସରିଯାଇଥିଲା ବି, କାହିଁକିନା ଟାଇମ୍ ଆସିଯାଇଥିଲା 7:30, ଆଳତି ସରିଯାଇଥିଲା। ଏବେ ଦେଖନ୍ତୁ କେତେ ଲୋକ ପୁରା ଜାମ୍ ଥିଲେ। ପୁରା ନାଇଟ୍ ଶୋର ପାଣିର ଯେଉଁ ଝରଟା ଆମର ଯେଉଁ ହୁଏ ସେଇଟା ଆମର ଫାଉଣ୍ଟେନ୍ ଟାଇପ୍ର ଏବେ ଉଠି ଯାଇଥିଲା। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି, ଯେମିତି ଲାଗୁଛି ଯେମିତି ଓଡ଼ିଆ ଫିଲ୍ମର ପୁରୁଣା ଫିଲ୍ମରେ ଯେମିତି ସୁଟିଂ ହେଇଥାଏ ପୁରା ସେଇ ଟାଇପ୍ର ଲାଗୁଛି। ବହୁତ ସୁନ୍ଦର ଲାଗୁଛି ଦେଖିବା ପାଇଁ। ଆଉ ଟାଇମ୍ ବି ବହୁତ ବି ହେଇଗଲାଣି, କାହିଁକିନା ଟାଇମ୍ ହେଇଗଲାଣି 8ଟା। ଆମକୁ ଯିବାର ଅଛି ବି ରୁମ୍କୁ। ମର୍ଣ୍ଣିଂରେ ଡ୍ୟୁଟି ଅଛି, ଆମର ତ ଏ ହୋଟେଲ ଲାଇନ୍ ଡ୍ୟୁଟି। ଆଉ କ'ଣ କରିବା, ଚାଲନ୍ତୁ ଏବେ ପ୍ରସାଦ ଖାଇଦେଲୁ। ଏବେ ପୁରା ଫୁଲ୍ ଏବେ ଭିଡ଼ିଓଟା ପୁରା ଏବେ ବୁଲା ସରିଲା, ଭିଡ଼ିଓ ବି ପକା ହେଇଗଲା, ବନା ବି ହେଇଗଲା, ଫଟୋ ଉଠା ସରିଗଲା। ଏବେ ମୁଁ ରଖୁଛି। ଆଉ ଯେଉଁମାନେ କି ଫାର୍ଷ୍ଟ ଟାଇମ୍ ପାଇଁ ପିକୁନ୍ ଏକ୍ସପିରିଏନ୍ସ ଚ୍ୟାନେଲକୁ ଆସିଛନ୍ତି ତାମାନଙ୍କ ପାଇଁ ସ୍ୱାଗତ। ଯିବା ପୂର୍ବରୁ ନିଶ୍ଚିନ୍ତ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ, କେମିତି ହେଇଛି ନିଶ୍ଚିନ୍ତ ସପୋର୍ଟ କରନ୍ତୁ। ଛୋଟ ଭାଇଟାକୁ ସପୋର୍ଟ କରିକି ଯାଆନ୍ତୁ। ରଖୁଛି, ବାଏ। ଜୟ ଜଗନ୍ନାଥ, ଜୟ ମା ବିରଜା, ଜୟ ଜଗନ୍ନାଥ। ଦେଖନ୍ତୁ ଏବେ ବସ୍ରେ ବସିଲେ ଏବେ ଯାଉଛି ରୁମ୍କୁ। ଏବେ ରଖୁଛି, ଟାଟା ବାଏ ବାଏ। ନିଶ୍ଚିନ୍ତ କମେଣ୍ଟ କରନ୍ତୁ କେମିତି ହେଇଛି ଭିଡ଼ିଓଟା। ନିଶ୍ଚିନ୍ତ ଫାର୍ଷ୍ଟରୁ ଲାଷ୍ଟ ଯାକେ ଦେଖନ୍ତୁ ଆଉ ଜାଣିବେ। ଆଉ ସେ ଲୋକେସନ୍ଟା ବି ଦେଇଥିବି ନିଶ୍ଚିନ୍ତ, ଡିସ୍କ୍ରିପ୍ସନ୍ ବକ୍ସରେ ଦେଇଥିବି। ଦେଖନ୍ତୁ, ଜୟ ଜଗନ୍ନାଥ।